प्रेज द लॉर्ड। ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲ ଅଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଜି ଆପଣମାନଙ୍କୁ ଗୋଟେ ବିଷୟ କହିବା ପାଇଁ ଚାହେଁ, ତାହା ଅତି ଆବଶ୍ୟକ ବିଷୟ ବର୍ତ୍ତମାନ ଯୁଗରେ ଆମେ ଦେଖିବା ପାଇଁ ଯାଉଛୁ। ଅନେକ ପରିବାରମାନଙ୍କରେ ଆମେ ଦେଖୁ, ଆମ ନିଜ ଭାଇ ଭଉଣୀମାନଙ୍କୁ ଗାଁମାନଙ୍କରେ ଦେଖୁ, ପିତାମାତାଙ୍କର କଥାକୁ ନ ମାନି ସମାଦର ନ କରି ସେମାନେ ମନ୍ଦ ପଥରେ ମନ୍ଦ ରାସ୍ତାରେ ସେମାନେ ଚାଲିଥାନ୍ତି। କିନ୍ତୁ ଗୋଟେ ବିଷୟ ସେମାନେ ବୁଝିପାରୁନାହାନ୍ତି, ତାହା କରିବା ଦ୍ୱାରା ସେମାନଙ୍କର କ'ଣ ସତ୍ୟରେ ଅନୁଭବ ହେଉନି। ସେମାନେ ଅଭିଶାପକୁ ସେମାନେ ଡାକୁଛନ୍ତି ନିଜ ଜୀବନରେ। ତେଣୁ ଗୋଟେ କଥା ମୁଁ କହିବା ପାଇଁ ଚାହେଁ, ବାଇବଲ ଦ୍ୱାରା ହିତୋପଦେଶ 1:8 ଏହା କୁହେ, ହେ ମୋର ପୁତ୍ର, ତୁମ ପିତାର ଉପଦେଶ ଶୁଣ ଓ ତୁମ ମାତାର ଆଦେଶ ପରିତ୍ୟାଗ କର ନାହିଁ। ଆମ୍ଭମାନଙ୍କର ପିତାମାତା ଆମମାନଙ୍କୁ କେବେ ବି ମନ୍ଦ ଉପଦେଶ ମନ୍ଦ ଆଦେଶ କେବେ ବି ଦେଇ, ସେମାନଙ୍କର କଥା ସେମାନଙ୍କ ଆଦେଶ ସେମାନଙ୍କର ଉପଦେଶ ସବୁବେଳେ ଏମାନଙ୍କ ପାଇଁ ଆଶୀର୍ବାଦ ଯୁକ୍ତ ହୋଇଥାଏ। କାରଣ ସେମାନେ ସବୁବେଳେ ଉତ୍ତମ ବିଷୟ ମାନଙ୍କୁ ଶିଖିଥାନ୍ତି, ଉତ୍ତମ ବିଷୟ ସେମାନେ ଏମାନଙ୍କୁ କହିଥାନ୍ତି। ଆମେ ଜାଣୁ, ଯେଉଁ ପିଲା ନିଜ ପିତାମାତାର କଥା ମାନେ ନାହିଁ, ସିଏ ଏହି ଜଗତର ସମସ୍ତ ପ୍ରକାର ମନ୍ଦ କାର୍ଯ୍ୟ ସେ ଲିପ୍ତ ହୋଇଥିବ। ଯଦି ବି ସେ ମାନୁଥିବ, ପିତାମାତାର କଥାକୁ ରକ୍ଷା କରୁଥିବ, ସିଏ ସେଗୁଡ଼ା କେବେ ବି ସେ କରୁଥିବ, ସେ ଉତ୍ତମ ପିଲା ହିଁ ବଞ୍ଚିବା ପାଇଁ ସେ କରୁଥିବ। आम्भेମାନେ ଆଉ ଗୋଟେ ବିଷୟରେ ପଢୁ, ଏଫେସିୟ 6:2 ଲେଖାଯାଏ, ଯଦି ବି ଆମମାନେ ପିତାମାତାଙ୍କର କଥା ମାନୁଥିବେ, ଆମମାନଙ୍କର ମଙ୍ଗଳ କୁହନ୍ତି, ଆମମାନଙ୍କର ମଙ୍ଗଳ ହୁଏ, ଆଉ ଆମମାନେ ଦୀର୍ଘାୟୁ ଅଧିକ ବର୍ଷ ମାନେ ବଞ୍ଚିବା ପାଇଁ ସୁଯୋଗ ପାଏ। ପ୍ରଭୁ ଏହି ଗୁଡ଼ାକ ଆମମାନଙ୍କୁ ମାନବ ପିତାମାତାଙ୍କ ଦ୍ୱାରା ମାନଙ୍କୁ ଅନୁଗ୍ରହ ଗୁଡ଼ାକ ଦେଇଥାନ୍ତି। ଯଦି ଯେଉଁ ପୁତ୍ର ଯେଉଁ ଝିଅ କିମ୍ବା ପୁଅ ପିତାମାତାର କଥା ମାନୁନାହିଁ, ସେ ନିହାତି ଭାବେ ସେ କଷ୍ଟ ବସି ପାଏ। କାରଣ ସେ ମଙ୍ଗଳ ଜିନିଷ ଆଶୀର୍ବାଦ ଜିନିଷ ଗୁଡ଼ାକ ସେ ହରାଇ ବସେ, ଆଉ ଦୀର୍ଘାୟୁ ଅଧିକ ବର୍ଷ ବଞ୍ଚିବାର ସେ କ'ଣ ବଞ୍ଚିତ ହୋଇଯିବ। ସେଥିପାଇଁ ଆମେମାନେ ପିତାମାତାଙ୍କୁ କେବେ ବି ପରିତ୍ୟାଗ କରିବା ନାହିଁ। ସେମାନଙ୍କ କଥା ମାନେ ଶୁଣିବା, ସେମାନଙ୍କର ସମସ୍ତ ଉପଦେଶକୁ ମାନେ ହୃଦୟ ରଖିବା ପାଇଁ ଆମେ ଚେଷ୍ଟା କରିବା। କାରଣ ଆଉ ଆମେ ଯେତେବେଳେ ପଢିବା ଗୀତ ସଂହିତା 127 ସେଇଠି ଲେଖାଯାଏ, ଯୌବନ କାଳରେ ଥିବା ଲୋକମାନେ ବୀର ପୁରୁଷ ମାନଙ୍କ ହସ୍ତ ନିର୍ମିତ ଏକ ତୀର ସଦୃଶ ବୋଲି କୁହନ୍ତି। ତୀର ଅର୍ଥ ଏଇଠି ଆମେ ଦେଖୁଛୁ କୌଣସି ହସ୍ତରେ ସେ ଯୁଦ୍ଧ କରି ଜିତିକି ଆସିବ, ତାହା ସେଇଭଳି ତୀର ନୁହଁ, ସେଇଭଳି ପିଲା ନୁହଁ, କିନ୍ତୁ ନମ୍ର ଜୀବନ ସହିତ କ୍ୟାରେକ୍ଟର ଗୁଣ ଚରିତ୍ରରେ ସେ ଉତ୍ତମ ପିଲା ହେଇଥିବ, ଗୁଣ ଚରିତ୍ରରେ ସେ ଭଲ ପିଲା ହେଇଥିବ, ସେଇଠି ସେ ସବୁବେଳେ ସେ ଜିତୁଥିବ ଲୋକମାନଙ୍କର। ସେହି ପିଲା ହେବା ଆମମାନେ କୌଣସି ପରିସ୍ଥିତିରେ ଆମମାନେ ଆଉଥାଉ, ଆମମାନେ ଜାଣୁ ପିତାମାତାଙ୍କ ନିକଟକୁ ଯଦି କଷ୍ଟ ଦୁଃଖ ଆସିଥାଏ, ଆମମାନେ ସେଠି ଛିଡ଼ା ହେବା ଦରକାର। ଯେଇଭଳି ଆର୍ମି ମାନେ ଏ ଦେଶକୁ ବଞ୍ଚିବା ପାଇଁ ସେମାନେ ବଡ଼ରେ ସେମାନେ କ'ଣ ଜୀବନ ଦେଇକି ସେମାନେ ଯୁଦ୍ଧ ଲଢ଼ିଥାନ୍ତି, ସେଇଭଳି ଆମମାନେ ପିତାମାତା ପାଇଁ ଛିଡ଼ା ହେବା ଦରକାର। କାରଣ ଗୋଟେ ଜିନିଷ ମାନେ ଚିନ୍ତା କରିବା କି ସେମାନଙ୍କ ଦ୍ୱାରା ଆମେ ଏ ଜଗତକୁ ଆସିଛୁ, ସେମାନେ ଥିଲେ ବୋଲି ଆମମାନେ ଏଇଠି ଆମେ ଅଛୁ। ଆମେ ସେମାନଙ୍କୁ ପରିତ୍ୟାଗ କରିକି ଆମେ ଯାଉଛୁ, ଛାଡ଼ି ଦେଉଛୁ, ଆମମାନଙ୍କର କୌଣସି ଆଶୀର୍ବାଦ ନାହିଁ। ଅନେକ ଭାଇମାନେ ସେମାନେ କିଛି ଜିନିଷ ମାଗୁଛନ୍ତି ପିତାମାତାଙ୍କୁ, ଯଦି ବି ଦେଉନାହାନ୍ତି ସେମାନଙ୍କୁ ସେ ଡରଉଛନ୍ତି, ଯଦି ବି ଦେବ ନାହିଁ ମୁଁ ତାହେଲେ ଜାଗା ଛାଡ଼ି ପଳେଇବି, ଘର ଛାଡ଼ି ମୁଁ ପଳେଇବି। ଏହା ଗୋଟେ ପ୍ରକାର ଆମମାନଙ୍କୁ ଅଭିଶାପ ଆଣିଦିଏ। କାରଣ ଯେମିତି ଆମେ ଛୁରୀ ଧରିକି ପିତାଙ୍କୁ ପଇସା ଦିଅ, ନହେଲେ ମୁଁ ଛୁରୀ ଧରିକି ଆପଣଙ୍କୁ ଘୁଷି ଦେବି, ଏହିପରି କହିଲା ଭଳିଆ କଥା ହୋଇଯାଏ। ତେଣୁ କେବେ ବି ଆମେ ଧମକାଇବା ନାହିଁ, ଡରାଇବା ନାହିଁ, ସେମାନଙ୍କୁ ନମ୍ର ସହିତ ମାଗିବା। ଯଦି ବି ସେମାନଙ୍କର ପକ୍ଷରେ ଥାଏ ସେମାନେ ଦେବେ, ଯଦି ବି ସେମାନଙ୍କ ପକ୍ଷରେ ନଥାଏ ସେମାନେ ମନା କରିବେ। ତାହା ମାନେ ଆଶୀର୍ବାଦର ସହିତ ମାନେ ପଜିଟିଭ ମାଇଣ୍ଡ ଥାଏ ଆମେ ଗ୍ରହଣ କରିବା ଦରକାର, ତାକି ଆମେ କେବେ ବି ପିତାମାତାଙ୍କୁ ଛାଡ଼ି କୁଆଡ଼େ ବି ମାନେ ନ ଯାଉ। କୌଣସି ଅଳ୍ପ ଶିକ୍ଷାରେ ପ୍ରଭୁ ମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ